ଆମୋସ ଅଧ୍ୟାୟ 7। ପ୍ରଭୁ ସଦାପ୍ରଭୁ ମୋତେ ଏ ରୂପ ଦେଖାଇଲେ, ଆଉ ଦେଖ, ପଶ୍ଚାତ୍ ଉତ୍ପନ୍ନ ତୃଣ ଅଙ୍କୁରିବାର ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ। ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ପଶ୍ଚାତ୍ର ତୃଣ ବଢ଼ୁଥିଲା। ପୁଣି ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର। ଯାକୁବ କି ରୂପେ ଠିଆ ହେବ, କାରଣ ସେ ସାନ। ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ, ଏହା ହେବ ନାହିଁ, ଏହା ସଦାପ୍ରଭୁ କହନ୍ତି। ପ୍ରଭୁ ସଦାପ୍ରଭୁ ମୋତେ ଏହି ରୂପ ଦେଖାଇଲେ, ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ୱାରା ବିବାଦ କରିବା ପାଇଁ ଆହ୍ୱାନ କଲେ। ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମି କି ଗ୍ରାସ କରିଥାନ୍ତା। ଏପରି ସମୟରେ ମୁଁ କହିଲି, ହେ ପ୍ରଭୁ ସଦାପ୍ରଭୁ, ବିନୟ କରେ, କ୍ଷାନ୍ତ ହୁଅ। ଯାକୁବ କି ରୂପେ ଠିଆ ହେବ, କାରଣ ସେ ସାନ। ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ, ତାହା ମଧ୍ୟ ହେବ ନାହିଁ। ପ୍ରଭୁ ସଦାପ୍ରଭୁ ଏହା କରନ୍ତି। ସେ ମୋତେ ଏ ରୂପ ଦେଖାଇଲେ, ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ୱାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ। ପୁଣି ସଦାପ୍ରଭୁ ମୋତେ ପଚାରିଲେ, ହେ ଆମୋସ, ତୁମ୍ଭେ କଣ ଦେଖୁଅଛ? ତହିଁରେ ମୁଁ କହିଲି, ଗୋଟିଏ ଓଳମ। ତେବେ ପ୍ରଭୁ କହିଲେ, ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲର ମଧ୍ୟରେ ଓଳମ ପକାଇବା। ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ିଯିବା ନାହିଁ। ପୁଣି ଇସାକର ଉଚ୍ଚ ସ୍ଥଳୀ ସକଳ ଧ୍ୱଂସିତ ହେବ ଓ ଇସ୍ରାଏଲର ଧର୍ମଧାମ ସକଳ ଉତ୍ସନ୍ନ ହେବ। ଆଉ ଆମ୍ଭେ ଖଡ୍ଗ ଘେନି ଜାରବିୟାମର ବଂଶ ବିରୁଦ୍ଧରେ ଉଠିବା, ଯେତେବେଳେ ବୈଥଲର ଯାଜକ ଅମତ୍ସିୟ ଇସ୍ରାଏଲର ରାଜା ଜାରବିୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, ଇସ୍ରାଏଲ ବଂଶ ମଧ୍ୟରେ ଆମୋସ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଅଛନ୍ତି। ଦେଶ ତାଙ୍କର ବାକ୍ୟ ସବୁ ସହିପାରୁନାହିଁ, କାରଣ ଆମୋସ ଏ ରୂପ କହୁଅଛନ୍ତି, ଜାରବିୟାମ ଖଡ୍ଗରେ ହତ ହେବ ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ। ଆହୁରି ଅମତ୍ସିୟ ଆମୋସଙ୍କୁ କହିଲା, ହେ ଦର୍ଶକ, ତୁମ୍ଭେ ଯାଅ, ଜିହୁଦା ଦେଶକୁ ପଳାଅ, ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟତ ବାକ୍ୟ ପ୍ରଚାର କର। ମାତ୍ର ବୈଥେଲରେ ପୁନର୍ବାର ଆଉ ଭବିଷ୍ୟତ ବାକ୍ୟ ପ୍ରଚାର କର ନାହିଁ, କାରଣ ତାହା ରାଜାଙ୍କର ଧର୍ମଧାମ ଓ ତାହା ରାଜକୀୟ ଗୃହ ଅଟେ। ତହିଁରେ ଆମୋସ ଉତ୍ତର କରି ଅମତ୍ସିୟକୁ କହିଲେ, ମୁଁ ଭବିଷ୍ୟତ ବକ୍ତା ନଥିଲି, କିଏ ବା କୌଣସି ଭବିଷ୍ୟତ ବକ୍ତାର ପୁତ୍ର ନଥିଲି, ମାତ୍ର ମୁଁ ଗୋପାଳକ ଓ ଡିମ୍ବୁରି ବୃକ୍ଷର କୃଷକ ଥିଲି। ପୁଣି ସଦାପ୍ରଭୁ ପଲର ପଶ୍ଚାଦ୍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କର। ଏହେତୁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ତୁମ୍ଭେ କହୁଅଛ, ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟତ ବାକ୍ୟ ପ୍ରଚାର କର ନାହିଁ ଓ ଇସାକ ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ। ଏ ନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ ଓ ତୁମ୍ଭର ପୁତ୍ର କନ୍ୟାଗଣ ଖଡ୍ଗରେ ପତିତ ହେବେ, ଆଉ ତୁମ୍ଭର ଭୂମି ପରିମାପକ ରଜ୍ଜୁ ଦ୍ୱାରା ବିଭାଗ କରାଯିବ। ପୁଣି ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ, ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ। ଆମୋସ ଅଧ୍ୟାୟ 8। ପ୍ରଭୁ ସଦାପ୍ରଭୁ ମୋତେ ଏହିପରି ଦେଖାଇଲେ, ଦେଖ, ଏକ ଡାଲା ଗ୍ରୀଷ୍ମକାଳୀନ ଫଳ। ପୁଣି ସେ କହିଲେ,
हे ଆମୋସ, ତୁମ୍ଭେ କଣ ଦେଖୁଅଛ? ତହିଁରେ ମୁଁ କହିଲି, ଗ୍ରୀଷ୍ମକାଳୀନ ଏକ ଡାଲା ଫଳ। ତେବେ ସଦାପ୍ରଭୁ ମୋତେ କହିଲେ, ଆମ୍ଭର ଲୋକ ଇସ୍ରାଏଲର ଅନ୍ତିମ କାଳ ଉପସ୍ଥିତ ହୋଇଅଛି। ଆମ୍ଭେ ପୁନର୍ବାର ସେମାନଙ୍କୁ ଆଉ ଛାଡ଼ିଯିବା ନାହିଁ। ପୁଣି ସେଦିନ ମନ୍ଦିରର ଗାନ ସକଳ ହାହାକାର ହେବ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଶବ ଅନେକ ହେବ, ଲୋକମାନେ ପ୍ରତ୍ୟେକ ସ୍ଥାନରେ ନୀରବ ହୋଇ ସେମାନଙ୍କୁ ପକାଇବେ। ହେ ଦିନହୀନମାନଙ୍କୁ ଗ୍ରାସ କରିବାକୁ ଉଦ୍ୟତ ଓ ଦରିଦ୍ରମାନଙ୍କୁ ଲୋପ କରାଇବା ଲୋକମାନେ, ତୁମେମାନେ ଏହା ଶୁଣ। ତୁମେମାନେ ଅଇଫା ସାନ କରି ଓ ସେକଲ ବଡ଼ କରି ଆଉ ଛଳନା ରୂପ ତରାଜୁରେ ଅଯଥାର୍ଥ କାରବାର କରି କହୁଅଛ, ଅମାବାସ୍ୟା କେତେବେଳେ ଗତ ହେବ? ଆମ୍ଭେମାନେ ଯେପରି ଶସ୍ୟ ବିକ୍ରୟ କରିବୁ। ବିଶ୍ରାମ ଦିନ କେବେ ଗତ ହେବ? ଆମ୍ଭେମାନେ ଯେପରି ଗହମ ବାହାର କରିବୁ। ଆମ୍ଭେମାନେ ଯେପରି ରୂପା ଦେଇ ଦରିଦ୍ରକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦିନହୀନକୁ କ୍ରୟ କରିବୁ ଓ ତ୍ୟାଜ୍ୟ ଗହମ ବିକ୍ରୟ କରିବୁ। ସଦାପ୍ରଭୁ ଯାକୁବର ଗୌରବ ନେଇ ଏହି ଶପଥ କରିଅଛନ୍ତି, ଆମ୍ଭେ ନିଶ୍ଚୟ ସେମାନଙ୍କର କୌଣସି କର୍ମ କେବେ ପାସରିବା ନାହିଁ। ଦେଶ କି ଏଥି ନିମନ୍ତେ କମ୍ପିତ ହେବ ନାହିଁ ଓ ତନିବାସୀ ସମସ୍ତେ କି ଶୋକ କରିବେ ନାହିଁ? ହଁ, ତାହା ସମ୍ପୂର୍ଣ୍ଣ ରୂପେ ନଦୀତୁଲ୍ୟ ବଢ଼ି ଉଠିବ ଓ ମିଶରର ନଦୀତୁଲ୍ୟ ଉଛୁଳି ପୁନର୍ବାର ହ୍ରାସ ହେବ। ପ୍ରଭୁ ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ମଧ୍ୟାହ୍ନ କାଳରେ ସୂର୍ଯ୍ୟକୁ ଅସ୍ତଗତ କରାଇବା ଓ ନିର୍ମଳ ଦିନରେ ଆମ୍ଭେ ଦେଶକୁ ଅନ୍ଧକାରମୟ କରିବା। ପୁଣି ଆମ୍ଭେ ତୁମ୍ଭମାନଙ୍କର ସକଳ ଉତ୍ସବକୁ ଶୋକରେ ଓ ତୁମ୍ଭମାନଙ୍କର ଗାୟନ ସବୁକୁ ବିଳାପରେ ପରିଣତ କରିବା। ଆଉ ଆମ୍ଭେ ସମସ୍ତଙ୍କର କଟିଦେଶ ଚଟ୍ଟବସ୍ତ୍ରରେ ପରିହିତ କରାଇବା ଓ ପ୍ରତ୍ୟେକ ମସ୍ତକ ଟାଙ୍ଗରା କରାଇବା। ପୁଣି ଆମ୍ଭେ ସେ ଶୋକକୁ ଅଦ୍ୱିତୀୟ ପୁତ୍ରର ଶୋକତୁଲ୍ୟ ଓ ତହିଁର ଶେଷକୁ ଦାରୁଣ ଦୁଃଖ ଦିନର ତୁଲ୍ୟ କରାଇବା। ପ୍ରଭୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି। ତାହା ଅନ୍ନ କିମ୍ବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ଲୋକମାନେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଉତ୍ତର ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ। ସେମାନେ ସଦାପ୍ରଭୁଙ୍କର ବାକ୍ୟର ଅନ୍ୱେଷଣ କରିବା ପାଇଁ ଏଣେ ତେଣେ ଦୌଡ଼ିବେ, ଆଉ ତାହା ପାଇବେ ନାହିଁ। ସେଦିନ ସୁନ୍ଦରୀ କୁମାରୀଗଣ ଓ ଯୁବକମାନେ ତୃଷାରେ ମୂର୍ଚ୍ଛାପନ୍ନ ହେବେ। ଯେଉଁମାନେ ସମରିୟାର ପାପ ନେଇ ଶପଥ କରନ୍ତି ଆଉ କହନ୍ତି, ହେ ଦାନ, ତୁମ୍ଭ ଦେବତା ଜୀବିତ ଥିବା ପ୍ରମାଣେ ଓ ବେର୍ସେବାର ପଥ ଜୀବିତ ଥିବା ପ୍ରମାଣେ, ସେମାନେ ହିଁ ପତିତ ହେବେ, ଆଉ କେବେ ଉଠିବେ ନାହିଁ। ଆମୋସ ଅଧ୍ୟାୟ 9। ମୁଁ ଯଜ୍ଞବେଦୀ ନିକଟରେ ପ୍ରଭୁଙ୍କୁ ଠିଆ ହେବାର ଦେଖିଲି। ଆଉ ସେ କହିଲେ, ଦ୍ୱାରର ସମ୍ମୁଖ ସ୍ଥାନ ଯେପରି ହଲିବ, ଏଥିପାଇଁ ସ୍ତମ୍ଭର ମୁଣ୍ଡାଳିରେ ଆଘାତ କର ଓ ସମସ୍ତଙ୍କର ମସ୍ତକ ଉପରେ ତାହା ଖଣ୍ଡ ଖଣ୍ଡ କରି ପକାଅ। ପୁଣି ଆମ୍ଭେ ସେମାନଙ୍କ ଶେଷାଂଶକୁ ଖଡ୍ଗରେ ବଧ କରିବା। ସେମାନଙ୍କ ମଧ୍ୟରୁ ଏକ ଜଣ ହିଁ ପଳାଇ ପାରିବ ନାହିଁ ଓ ସେମାନଙ୍କର ଏକ ଜଣ ହିଁ ରକ୍ଷା ପାଇବ ନାହିଁ। ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେ ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା।
पुणी सेमाने कर्मिल्र श्रृंगरे आपणामानंकु लुचाइले हें आम्भे से स्थानरु अनुसंधान करी सेमानंकु धरी आनिबा ओ सेमाने आम्भ दृष्टिरु समुद्रर तले लुचिले हें आम्भे से स्थानरे सर्पकु आज्ञा करिबा तहिरे से सेमानंकु दंशन करिबो। पुणी सेमाने आपणा शत्रुगण सम्मुखरे बंदित्व स्थानकु गले हें आम्भे से स्थानरे खड्गकु आज्ञा करिबा आउ ताहा सेमानंकु बद्ध करिबो ओ आम्भे मंगल निमंते नुहे मात्र अमंगल निमंते सेमानंको उपरे आपणा दृष्टि रखिबा। कारण जे पृथ्वी को स्पर्श करन्ते ताहा तरली जाए आउ तनिवासी समस्ते शोक करती से प्रभु सैनाधिपति सदाप्रभु अटंती। पुणी ताहा संपूर्ण रूपे नदी परी बढ़ी उठिबो ओ मिस्रर नदी तुल्य पुनर्बार ह्रास हेबो। जे आकाशरे आपणा कोठरी श्रेणी निर्माण करती ओ पृथ्वी उपरे आपणा चंद्रातप स्थापन करियछंती जे समुद्रर जलसमूह को डाकी पृथ्वी उपरे ढालती ताहांकर नाम सदाप्रभु। सदाप्रभु कहती हे इस्राएल संतानगण तुम्हे माने आंभ निकटरे कि कुशीय संतानगणर तुल्य नुह। आंभे कि इस्राएल को मिस्र देशरु ओ पलेस्टिय मानंकु कप्तोर देशरु ओ अरामिय मानंकु कीर देशरु आनिनाहु। देख प्रभु सदाप्रभुंकर चक्षु एही पापिष्ठ राज्य उपरे अछि ओ आंभे पृथ्वीरु ताहा उच्छिन्न करिबा। केवल जाकुब वंशकु आमे निशेष रूपे उच्छिन्न करिबा नाही एहा सदाप्रभु कहंती। कारण देख आम्भे आज्ञा करिबा ओ आम्भे जाबतीय गोष्ठी मध्यरे इस्राएल वंशकु चालुणीर शस्य चलाइबा परी चलाइबा तथापि एक कणिका भूमिरे पड़िबो नाही। आम्भ लोकमानक मध्यरु जेउ पापी माने कुहंती अमंगल दौड़ी आम्भ मानंकु धरिबो नाही किबा आम्भ मानंकर सम्मुखवर्ती हेबो नाही से समस्ते खड्ग द्वारा हत हेबे। से दिन आम्भे दाऊदर पतित तंबू पुनर्बार उत्थापन करिबा ओ तहिर फटा स्थान सबु बंद करिबा। पुणी ताहार उजाड़ स्थान सबु पुनर्बार उठाइबा ओ पूर्व कालर न्याय ताहा निर्माण करिबा। तहिरे सेमाने आम्भ नामरे ख्यात इदोम्र अवशिष्टांशकु ओ जाबतीय गोष्ठी की अधिकार करिबे। एही कर्मर साधनकर्ता सदाप्रभु एहा कहंती। सदाप्रभु कहंती देख जेउ समयरे हलबाहक शस्य कटाळीर पछे ओ द्राक्षा पेशक बीज बापकर पछे लागि रहिबो एपरी समय आसुअछि ओ पर्वतगण मिष्ट द्राक्षारस क्षरण करिवे आउ उपपर्वत सकल तरली जिवे। पुणी आम्भे आपणा लोक इस्राएल रो बंदित्वावस्था परिवर्तन करिबा तहिरे सेमाने ध्वंसित नगर सबु पुनर्निर्माण करी तहि मध्यरे बास करिवे ओ सेमाने द्राक्षा क्षेत्र प्रस्तुत करी तहिरु द्राक्षारस पान करिवे। आहुरी सेमाने उद्यान प्रस्तुत करी तहिर फल भोग करिवे। पुणी आम्भे सेमानंकु सेमानंको देशरे रोपण करिबा तहिरे आम्भे सेमानंकु जेउ देश देइअछु तहिरु सेमाने आउ उत्पाटित नहिबे। एहा सदाप्रभु तुम्भ परमेश्वर कहंती। जोनास अध्याय 1 अमितयंक पुत्र जोनासंक निकटरे सदाप्रभुंकर एही वाक्य उपस्थित हेला। उठ निनिवी महानगर को जाओ ओ तहि विरुद्धरे
ଘୋଷଣା କର, କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି। ମାତ୍ର ଜୋନସ ସଦାପ୍ରଭୁଙ୍କ ଛାମୁରୁ ତର୍ଷିସକୁ ପଳାଇଯିବା ନିମନ୍ତେ ଉଠିଲେ ଓ ଜାଫନଗରକୁ ଯାଇ ତର୍ଷିସଗାମୀ ଏକ ଜାହାଜ ପାଇଲେ। ତେଣୁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଷିସକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ। ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ। ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ ଜାହାଜ ଭାଙ୍ଗିଯିବା ପରି ହେଲା। ସେତେବେଳେ ନାବିକମାନେ ଭୀତ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ। ପୁଣି ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ପକାଇଦେଲେ। ମାତ୍ର ଜୋନସ ଜାହାଜର ଅନ୍ତରସ୍ଥ ଭାଗକୁ ଯାଇଥିଲେ, ଆଉ ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। ତହିଁରେ ଜାହାଜର ଅଧ୍ୟକ୍ଷ ତାଙ୍କ ନିକଟକୁ ଆସି କହିଲା, ହେ ନିଦ୍ରାଳୁ, କଣ କରୁଅଛ? ଉଠ, ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। କେଜାଣି ପରମେଶ୍ୱର ଆମ୍ଭମାନଙ୍କ ବିଷୟରେ ମନୋଯୋଗ କରିବେ ଓ ଆମ୍ଭେମାନେ ବିନଷ୍ଟ ନୋହିବୁ। ପୁଣି ନାବିକମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗୀକୁ କହିଲେ, କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି, ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କରୁ। ତହୁଁ ସେମାନେ ଗୁଲିବାଣ୍ଟ କରନ୍ତେ ଜୋନସଙ୍କ ନାମରେ ଗୁଲି ଉଠିଲା। ସେତେବେଳେ ସେମାନେ ତାଙ୍କୁ କହିଲେ, କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି, ତାହା ଆମ୍ଭମାନଙ୍କୁ କୁହ। ତୁମ୍ଭେ କେଉଁ ବ୍ୟବସାୟୀ ଓ କେଉଁଠାରୁ ଆସିଅଛ? ତୁମ୍ଭର କେଉଁ ଦେଶ ଓ ତୁମ୍ଭେ କେଉଁ ଗୋଷ୍ଠୀର ଲୋକ? ତହିଁରେ ସେ ସେମାନଙ୍କୁ କହିଲେ, ମୁଁ ଜଣେ ଏବ୍ରିୟ। ପୁଣି ଯେ ସମୁଦ୍ର ଓ ଶୁଷ୍କ ଭୂମିର ସୃଷ୍ଟି କରିଅଛନ୍ତି, ସେହି ସ୍ୱର୍ଗସ୍ଥ ପରମେଶ୍ୱର ସଦାପ୍ରଭୁଙ୍କୁ ମୁଁ ଭୟ କରେ। ଏଥିରେ ସେହି ଲୋକମାନେ ମହାଭୀତ ହୋଇ ତାଙ୍କୁ କହିଲେ, ତୁମ୍ଭେ ଏ କି କର୍ମ କରିଅଛ? କାରଣ ସେ ଜଣାଇଥିବାରୁ ସେମାନେ ଜାଣିଥିଲେ ଯେ ସେ ସଦାପ୍ରଭୁଙ୍କ ଛାମୁରୁ ପଳାଉଅଛନ୍ତି। ସେତେବେଳେ ସେମାନେ ତାଙ୍କୁ କହିଲେ, ସମୁଦ୍ର ଯେପରି ଆମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ, ଏଥିପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଣ କରିବା? କାରଣ ସମୁଦ୍ର ବେଳକୁ ବେଳ ପ୍ରଚଣ୍ଡ ହୋଇ ଉଠିଲା। ତହିଁରେ ସେ ସେମାନଙ୍କୁ କହିଲେ, ମୋତେ ଧରି ସମୁଦ୍ରରେ ପକାଇ ଦିଅ। ତହିଁରେ ସମୁଦ୍ର ତୁମ୍ଭମାନଙ୍କ ପ୍ରତି ସୁସ୍ଥିର ହେବ। କାରଣ ମୋ ସକାଶୁ ତୁମ୍ଭମାନଙ୍କ ନିକଟରେ ଏହି ମହା ତୋଫାନ ଉପସ୍ଥିତ ହୋଇଅଛି ବୋଲି ମୁଁ ଜାଣେ। ତଥାପି ସେହି ଲୋକମାନେ କୂଳକୁ ଫେରିଯିବା ନିମନ୍ତେ ବଡ଼ ଯତ୍ନରେ ଆହୁଲା ପକାଇଲେ, ମାତ୍ର ସେମାନେ ପାରିଲେ ନାହିଁ। କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ଡ ହୋଇ ଉଠିଲା। ଏହେତୁରୁ ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ଆମ୍ଭେମାନେ ବିନତି କରୁଅଛୁ, ହେ ସଦାପ୍ରଭୁ, ଆମ୍ଭେମାନେ ବିନତି କରୁଅଛୁ, ଏହି ମନୁଷ୍ୟର ପ୍ରାଣ ସକାଶୁ ଆମ୍ଭେମାନେ ବିନଷ୍ଟ ନ ହେଉ। ପୁଣି ନିରପରାଧର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ନ ବର୍ତ୍ତାଅ। କାରଣ ହେ ସଦାପ୍ରଭୁ, ତୁମ୍ଭେ ଆପଣା ଇଚ୍ଛାମତ କାର୍ଯ୍ୟ କରିଅଛ। ଏଥିରେ ସେମାନେ ଜୋନସଙ୍କୁ ଧରି ସମୁଦ୍ରରେ ପକାଇଦେଲେ। ପୁଣି ସମୁଦ୍ର ଆପଣା ପ୍ରଚଣ୍ଡତାରୁ ନିବୃତ୍ତ ହେଲା। ଏଥିରେ ସେହି ଲୋକମାନେ ସଦାପ୍ରଭୁଙ୍କୁ ଅତିଶୟ ଭୟ କଲେ ଓ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ ଓ ନାନା ମାନତ କଲେ। ପୁଣି ଜୋନସଙ୍କୁ ଗିଳିବା ନିମନ୍ତେ ସଦାପ୍ରଭୁ ଏକ ବୃହତ୍ ମତ୍ସ୍ୟ ନିରୂପଣ କଲେ। ପୁଣି ଜୋନସ ସେହି ମତ୍ସ୍ୟ ଉଦରରେ 3 ଦିନ ଓ 3 ରାତ୍ର ରହିଲେ। ଜୋନସ ଅଧ୍ୟାୟ 2। ସେତେବେଳେ ଜୋନସ ସେହି ମତ୍ସ୍ୟ ଉଦରରେ ଥାଇ
ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ଆଉ ସେ କହିଲେ, ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି। ତହିଁରେ ସେ ମୋତେ ଉତ୍ତର ଦେଲେ। ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି। ତୁମ୍ଭେ ମୋର ରବ ଶୁଣିଲ, କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ। ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା। ତୁମ୍ଭର ଢେଉ ଓ ତରଙ୍ଗ ସବୁ ମୋ ଉପର ଦେଇ ଗଲା। ଆଉ ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି। ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି। ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା। ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା। ସମୁଦ୍ରର ଦଳ ମୋ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା। ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି। ମୋ ପଶ୍ଚାତ୍ ପୃଥିବୀ ଆପଣାର ଅର୍ଗଳ ସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା। ତଥାପି ହେ ସଦାପ୍ରଭୁ, ମୋ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋ ପ୍ରାଣକୁ ବାହାର କରି ଆଣିଲ। ମୋ ମଧ୍ୟରେ ମୋ ପ୍ରାଣ ମୂର୍ଚ୍ଛିତ ହେବାବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି। ପୁଣି ମୋ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା। ଯେଉଁମାନେ ମିଥ୍ୟା ଅସାର ବସ୍ତୁ ମାନନ୍ତି, ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି। ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି। ମୁଁ ଯାହା ମାନତ କରିଅଛି ତାହା ପରିଶୋଧ କରିବି। ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ। ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ ସେ ଜୋନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା। ଜୋନସ ଅଧ୍ୟାୟ 3। ଅନନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଜୋନସଙ୍କ ନିକଟରେ ଉପସ୍ଥିତ ହେଲା। ଉଠ, ନିନିବି ମହାନଗରକୁ ଯାଅ। ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର। ତହିଁରେ ଜୋନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନିନିବିକୁ ଗଲେ। ନିନିବି 3 ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା। ପୁଣି ଜୋନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି 1 ଦିନର ପଥ ଯାଇ ଉଚ୍ଚେଇ ସ୍ୱରରେ ଘୋଷଣା କରି କହିଲେ, ଯଥା ଆଉ 40 ଦିନ ଗତ ହେଲେ ନିନିବି ଉତ୍ପାଟିତ ହେବ। ତହିଁରେ ନିନିବିର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ। ଅନନ୍ତର ଏହିସବୁ ବାର୍ତ୍ତା ନିନିବି ରାଜା ନିକଟରେ ଉପସ୍ଥିତ ହୁଅନ୍ତେ, ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢ଼ି ଚଟ ପିନ୍ଧି ଭସ୍ମରେ ବସିଲା। ପୁଣି ରାଜାର ଓ ଅଧ୍ୟକ୍ଷଗଣର ଆଜ୍ଞାନୁସାରେ ସେ ନିନିବିର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା ମନୁଷ୍ୟ କି ପଶୁ କିମ୍ବା ଗୋମେଷାଦି ପଲ କେହି କିଛି ଆସ୍ୱାଦନ ନ କରୁ, ସେମାନେ ଭୋଜନ କି ଜଳପାନ ନ କରନ୍ତୁ। ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ। ଆହୁରି ପ୍ରତ୍ୟେକ ଲୋକ ଆପଣା ଆପଣାକୁ ପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହେଉନ୍ତୁ। କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ। ତହିଁରେ ଆମ୍ଭେମାନେ ବିନଷ୍ଟ ନୋହିବା। ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ। ପୁଣି ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ତଦ୍ ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।
ଜୋନସ ଅଧ୍ୟାୟ 4। ମାତ୍ର ଜୋନସ ଏଥିରେ ମହା ଅସନ୍ତୁଷ୍ଟ ଓ କ୍ରୁଦ୍ଧ ହେଲେ। ଆଉ ସେ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ବିନତି କରେ, ମୁଁ ସ୍ୱଦେଶରେ ଥିବାବେଳେ କି ଏହି କଥା କହିନଥିଲି? ଏଥିପାଇଁ ଶୀଘ୍ର କରି ତର୍ଷିସକୁ ପଳାଇଲି, କାରଣ ତୁମ୍ଭେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଲି। ଏହେତୁ ହେ ସଦାପ୍ରଭୁ, ବିନତି କରେ, ଏବେ ମୋ ପ୍ରାଣ ମୋଠାରୁ ନିଅ, କାରଣ ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ। ତହିଁରେ ସଦାପ୍ରଭୁ କହିଲେ, ତୁମ୍ଭେ କ୍ରୋଧ କରି କି ଭଲ କରୁଅଛ? ତେବେ ଜୋନସ ନଗର ବାହାରକୁ ଯାଇ ନଗରର ପୂର୍ବ ଦିଗରେ ବସିଲେ। ପୁଣି ସେଠାରେ ଗୋଟିଏ କୁଟୀର ନିର୍ମାଣ କରି ନଗରର କି ଦଶା ହୁଅଇ ଏହା ଦେଖିବା ପାଇଁ ତହିଁର ଛାୟା ତଳେ ବସିଲେ। ତହିଁରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁଲତା ନିରୂପଣ କଲେ। ପୁଣି ଜୋନସଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଜୋନସ ସେହି କଖାରୁଲତା ସକାଶୁ ବଡ଼ ଆହ୍ଲାଦିତ ହେଲେ। ମାତ୍ର ତହିଁ ଆରଦିନ ଅରୁଣୋଦୟ ସମୟରେ ପରମେଶ୍ୱର ଏକ କୀଟ ନିରୂପଣ କଲେ। ସେହି କୀଟ କଖାରୁଲତାକୁ କାଟିଦିଅନ୍ତେ ତାହା ଶୁଷ୍କ ହୋଇଗଲା। ପୁଣି ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେ। ଆଉ ଜୋନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ ସେ କ୍ଳାନ୍ତ ହୋଇ ଆପଣାର ମୃତ୍ୟୁ ପ୍ରାର୍ଥନା କରି କହିଲେ, ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ। ଏଥିରେ ପରମେଶ୍ୱର ଜୋନସଙ୍କୁ କହିଲେ, ତୁମ୍ଭେ କଖାରୁଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ? ତହିଁରେ ସେ କହିଲେ, ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ। ପୁଣି ସଦାପ୍ରଭୁ କହିଲେ, ଏହି କଖାରୁଲତା ପ୍ରତି ତୁମ୍ଭର ଦୟା ହୋଇଅଛି। ତହିଁ ପାଇଁ ତୁମ୍ଭେ ପରିଶ୍ରମ କରିନାହଁ, କିଅବା ତାହା ବଢ଼ାଇ ନାହଁ। ତାହା ଏକ ରାତ୍ରିରେ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା। ତେବେ ଯହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର 1,20,000ରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନିନିବି ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା?